लाख अन्न चारि कोण देले ताकू सुध जे सुबन जो चंडालुणी घरे नथिला के पुत्र लक्ष्मी दया कले तारा हेला पंच सुत। नमस्कार जय जगन्नाथ मु शिपू आपन स्वागत करती शिपू संध्या ब्लग्स रे भावुची आप समस्ते भल थे बहुत भल अच्छे खुशी अच्छे भगवान करते समस्ते भल रही एवं सका पूरा 5टा होगा कारण उठी पड़ूनी कारण आज पूजा घर पूजा अच्छी से जल्दी उठी पड़ूनी चलूँ जा जल्दी उठिकी ब्रश ब्रश करके पूजा करदे कारण माँ पूजा आज चलूँ जा जल्दी करदे पूजा कर रोषेबास कर खाई पी जावा पड़े जल्दी उठी पड़ू राति पाई आँख निद भी पिटनी चलो जे जल्दी उठी कौन करदे रोषेबास कौन मैंने भगवान पूजा करी लक्ष्मी पूजा करी आपर आम रोषेबास कर खाई जा चल जा देखो शुद्ध शब्द आम चलती पूरा पूजा चलती कौन पूजा चलती तो भल चलती कर ना हमरो माँ तो करते नॉर्मल पूजा जो माँ लक्ष्मी करते हाँ ठाकुर ए तो ऊपर ये कर पूजा तले हाँ कि ओटी जल्दी कर जल्दी कर खाइब ये कौशल सकाल सकाल झुटी दिया सरला झुटी दिया सुखी ना सुखियो के माँ लक्ष्मी हाथी पेचा आग लक्ष्मी तेल भी सजिला ना कौन तेल भी सजिला एम आसो आंब खटा है सका आंब खटा पूरा रेस्टोरेंट पूरा आंब खटा है पूरा पूरी कलर आसी पूरा पूरी एवं गैसटा बंद करदे आ डाली डाली आंब खटा पुणी कौड़े गल एटा पुणी कौन आनल जल्दी कर पूजा टी टाइम ही गला आम डाल नहीं आनल कहल ना आर वर्ष भल रंग कर वर्ष अल्प अल्प कर दियो आर वर्ष भल रंग कर तू कर माँ कर तू कर ना किस हाँ है कमेंट करिए कि होचे इमता होय ना कारण हमर माँ के करिना सिमता के तो व्रत समस्त थाए माँ के करिना से के करदे मैं नॉर्मली जे माँ के पूजा करछि बस करियो ठाकुर तो भल पूजा करिवो जानना वीडियो देखो वीडियो केमती करा होछि आजकल सब यूट्यूब मिलूँ ना वीडियो केमती कौन कर पूजा धूप देख तो मो अकेला ठाकुर को प्लेट 250 टका दे जो प्लेट यूज है से प्लेट से प्लेट गोटे ऊपर टेकाई खोजी ना 10टा है खोजी ना कौन कौटी रखाई जो जहाँ अच्छी पूजा कर ठाकुर जानते सब कथा
ସନ୍ଧ୍ୟାବେଳେ ଭୋଗ କାଟାଯିବ ନା କେବେ? ପାଠ ନା ସନ୍ଧ୍ୟାବେଳେ କାଟିଦେବ। ଖାଇବାକୁ କ'ଣ ଇଚ୍ଛା ନାହିଁ? ଆରେ ଭୋଗଟା ସାଙ୍ଗେ ସାଙ୍ଗେ ଦେଇକି କାଟିବା କଥା। ଏଇଟା କ୍ୟୁବି ଆକ୍ଚୁଆଲି ଠାକୁର ବି କିଉ ବି ଖାଇବେ କି? ହଁ ଏଇଟା ମଣ୍ଡା ପିଠା ଲାଗେ ବୁଝିଲେ, ଏଇଟା ଆମ୍ବ ହଁ। ମଣ୍ଡା ପିଠା ଲାଗେ। ମୁଁ ଏଠି ମଣ୍ଡା ପିଠା ମୁଁ କେବେ କରିନାହିଁ। ଆଉ ତୁ କ'ଣ କରିଛୁ ତାହେଲେ? ଆଉ କିଛି ତ କରିନୁ। ଠାକୁର ପିଜୁଳି ଖାଇବେ, କିଉ ବି ଖାଇବେ କି ଠାକୁର ବି? ହଉ। ଜୟ ମା ଲକ୍ଷ୍ମୀ। ପୁରା ଫୁଲ୍ କରିଦିଅ ଠାକୁରଙ୍କୁ। ଫୁଲ୍ କରିଦେଲେ ପୁରା ଧନ ପୁରା ଫୁଲ୍ କରିକି ଆସିବ। କିଏ କରୁଛି ସେ କାଟୁଛି? ଏବେ ଆସିଲା ପୁରା ଲକ୍ଷ୍ମୀ ପୁରାଣ। କ'ଣ ଲକ୍ଷ୍ମୀ ପୁରାଣ ପଢ଼ା? ଗୁରୁବାର ଲକ୍ଷ୍ମୀ ପୁରାଣ ଆଉ ଅଲଗା ଦିନ ଗୀତା। ଆମ ଗୁରୁବାର ସବୁ ଗୁରୁବାର ପଢ଼େ। ମୁଁ ଅଧାରୁ ରଖିଛି ସବୁ ଗୁରୁବାର ମୁଁ ଲକ୍ଷ୍ମୀ ପୁରାଣ ଗୋଟେ ପତ୍ର ପଢ଼େ। ହଉ ପଢ଼। ଗୋଟେ ପଢ଼ିଦେବ, 10-15 ମିନିଟ୍ ଲାଗିଯିବ ତ ଟାଇମ୍। ଟିକେ ଜଲ୍ଦି କର ୟାର, ପୁଣି ଟାଇମ୍ ହେଇଗଲାଣି। ତମେ ଯାଉନ, ପଳେଇବି ତ। ତମେ ଖାଉନ। ନ ଜାଣି ଯେ ଦୋଷ କଲେ ସିନ୍ଧୁରାଜ, ଯେ ମା ବାର ମାତ୍ରେ ଭାଇ ତାଙ୍କ ଦୋଷ କର କ୍ଷମା। ବଳରାମ ବୋଲୁଛନ୍ତି ଶୁଣ ଭାବ ଗ୍ରାହୀ, ତର ଲକ୍ଷ୍ମୀ ଥିଲେ ମୁଇଁ ରହିବି ତ ନାହିଁ। ଭାଇ ଥିଲେ କୋଟି ଭାଜା ମିଳି ଯେ କାରୋଇ, ପ୍ରଜାଠାରେ ଲୋଭ ଯେବେ ଅଛି ରେ କହ୍ନାଇ। ଚଣ୍ଡାଳ ସାହିରେ ତୁ ନର ତୋଳ ଯାଇ, ମୋର ବଡ଼ ଦେଉଳକୁ ଆଉ ନ ଆସିବୁ। ମାଇପକୁ ଘେନି ଦାଣ୍ଡେ ବାହାରେ ରହିବୁ। ବିକାର ବଚନ ପ୍ରଭୁ ସହି ନ ପାରିଲେ, ଛାଡ଼ିଲି ବୋଲିଣ ରଙ୍ଗ ଅଧରେ କହିଲେ। ଦେଉଳର ସିଂହ ଦ୍ୱାର ପ୍ରବେଶ ହୋଇଲେ, ଊର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ନିଶ୍ୱାସ ଛାଡ଼ିଲେ। ସୁଣର ନାରଦ ତେଣେ ଶ୍ରିୟା ଚାଣ୍ଡାଳୁଇ, ପୂଜା କରୁଥିଲା ଲକ୍ଷ୍ମୀଙ୍କ ପାଦ ବେନି। ତାହାର ପୂଜାର ଦେବୀ ସନ୍ତୁଷ୍ଟ ହୋଇଲେ, ଯାଚିନ ଅନେକ ବର ପ୍ରଦାନ ଯେ କଲେ। କୁଟୀର ଖଣ୍ଡିକ ଥିଲା ବିଲୁର ବାସ, ଲକ୍ଷ୍ମୀ ଦୟା କଲେ ତାକୁ ଚନ୍ଦନ ଉଆସ। ଯେଉଁ ଚାଣ୍ଡାଳୁଣୀ ଘରେ ନଥିଲା ଅନ୍ନ, ଚାରିକୋଣ ଦେଲେ ତାକୁ ସୁଧ ଯେ ସୁବର୍ଣ୍ଣ। ଯେଉଁ ଚଣ୍ଡାଳୁଣୀ ଘରେ ନଥିଲା ପୁତ୍ର, ଲକ୍ଷ୍ମୀ ଦୟା କଲେ ତାର ହେଲା ପଞ୍ଚସୁତ। ଫାଇନାଲି ପୂଜା ଏବେ ସରିଗଲା ଆମର, କାରଣ ଟାଇମ୍ ହେଲାଣି 10:30 ହେଲାଣି। ସରିଗଲା, ଆମେ ଏବେ ଯିବୁ ଅଫିସ୍ ଯିବୁ। ଟାଇମ୍ ହେଇଗଲାଣି, ଚାଲୁନି ଆସିଲେ ପୁଣି ସନ୍ଧ୍ୟାବେଳେ ପୁଣି ଦେଖା ସତ ମାନେ ରାତି ଏବେ ଆସିଲୁ, ଅଫିସ୍ରୁ ଆସିଲା ପରେ କ'ଣ ହେଇଛି ଆଉ ଶୋଇବା ପାଇଁ ଜାଗା ନାହିଁ। ସେଥିପାଇଁ ଆମେ ଭଗବାନଙ୍କୁ ଠାକୁରଙ୍କୁ ଲକ୍ଷ୍ମୀ ଠାକୁରଙ୍କୁ ଉଠେଇଦେବା, ଉପରକୁ ଉଠେଇଦେବା। କାରଣ ରାତିରେ ଆମେ ହଁ ତୁମେ ଉଠେଇ ଦିଅ, ଧୁଆ ଲଗା ପାଇଁ ଉଠେଇ ଦିଅ। କାରଣ କିଛି ଶୋଇବା ଭିତରେ ବହୁତ ଜୋର ଗରମ ହେଉଛି, ଏତେ ଗରମ ହେଉଛି ଯେ ଭିତରେ ଶୋଇବା ପାଇଁ ବହୁତ ଗରମ ହେଉଛି। ଏତେ ବର୍ଷା କୁଆଡ଼େ ବୟାଜି। ସନ୍ଧ୍ୟାବେଳେ ମାଆକୁ ବି ଫୋନ୍ କରିଥିଲି, ସେ ବି କହୁଥିଲେ ଏବେ ଓଡ଼ିଶାରେ 40 ଡିଗ୍ରୀ ପାଇଲାଣି, ବହୁତ ଜୋର ଗରମ ହେଉଛି। ଖରା ସବୁଆଡ଼େ ଏତେ ଅସହ୍ୟ ହେଲାଣି। କାରଣ ଆମେ ଗଛପତ୍ର ସବୁ କାଟି ଦେଉଛେ, ଘର ଖାଲି କରୁଛେ, ଖାଲି ତ ଘର କରିବାରେ ମାତିଛି। ଆଉ ଗଛ ସିନା ରହିଲେ ସିନା ପବନ ଆସିବ, ବର୍ଷା ହେବ, କିଛି ତ ହେଉନାହିଁ। ଗରମ ବହୁତ ପଡ଼ୁଛି। ଆଗରୁ ବେଙ୍ଗଲୋର ଝାଳ ମିଳୁନଥିଲା, କିନ୍ତୁ ପ୍ରବଳ ଝାଳ ହେଉଛି। ପୁରା ବହୁତ କ୍ଲାଇମେଟ୍ ଚେଞ୍ଜ, ମାନେ ଆଗ ଯେଉଁମାନେ ରହୁଥିଲେ ଏବେ ରହୁଛନ୍ତି ଜଣେ, ବହୁତ କ୍ଲାଇମେଟ୍ ଚେଞ୍ଜ। ଛାଡ଼ ପ୍ରକୃତିରେ ଆମେ ଘରଟାକୁ କିଛି କରିପାରିବାନି, ଯାହା ବି ହଉ। ଆଉ ଆମେ ଠାକୁରଙ୍କୁ ଉଠେଇଦେବା, କାରଣ ଠାକୁର ଉପରକୁ ଯାଆନ୍ତୁ, ଠାକୁର ତଳେ ଶୋଇବେ, ଠାକୁର ଉପରକୁ ଶୋଇବେ, ଆମେ ଝିଅ ଶୋଇବା। ଠାକୁର ଉପରୁ ଉଠିଗଲେ, ଏବେ ଉଠିବ, ଜଲ୍ଦି ଉଠିଯିବ ଠାକୁର। ପୋଛା ବି ମାରିଦିଅ ଟିକେ ତଳେ। ଠାକୁର ଭୋଗ ବି ସବୁ ଖାଇଗଲେ, ସବୁ ଉଠେଇ ଦିଅ। ଫାଇନାଲି ଏବେ ବିଛାବିଛି କରି ଶୋଇବା, କାରଣ ରାତି 11ଟା ହେଇଗଲାଣି, ନିଦ ଆସିଲାଣି ପ୍ରମାଣରେ। ଆଜିର ବ୍ଲଗ୍ସ ମୁଁ ଏଇଟା ପୁଣି ଦେଖାଯାଏ ନେକ୍ସଟ ବ୍ଲଗ୍ରେ। ସମସ୍ତେ ରୁହନ୍ତୁ, ଖୁସି ରୁହନ୍ତୁ। ଜୟ ଜଗନ୍ନାଥ, ଜୟ ଓଡ଼ିଶା। ଆଉ ଯେଉଁମାନେ ଆମ ଆନିଭର୍ସରୀ ମେସେଜ୍ କରିଛନ୍ତି, ବହୁତ ବହୁତ ଧନ୍ୟବାଦ। ଆପଣଙ୍କର ଭଲ ପାଇବା ଆଶୀର୍ବାଦ ଏମିତି ଥାଉ।
आम जेति बचुचे आपणकर आपण कमेंट एमती करते आम बहुत खुशी लगुच आनंद लगुच बहुत धन्यवाद प्रफुल्ल भाई जो मैंने कमेंट कर बहुत धन्यवाद आप भल पाए एमती था रोचे जय जगन्नाथ।